ଦେଖନ୍ତୁ ମୋତେ 3:26 DHH ଡକ୍ଟର ଖଟୁଆ ଆଜ୍ଞା ମୋତେ ଫୋନ୍ କଲେ ଆଉ ଆମର 10 ମିନିଟ୍ ଭିତରେ ହିଁ ଆମର ଷ୍ଟାଫ୍ ଏଠି ପହଞ୍ଚିକି ଆମେ ଯାହା ଅନୁସନ୍ଧାନ କଲୁ ଦେଖିଲୁ ଯେଉଁ ଲୋକ କହିବା କଥା ଯେଉଁ ଡେଥ୍ ହେଇଛି ଜଣେ ସୁରେଶ ହରିଜନ କହିକି କୁମାର ସାହି ଜୟପୁର ଟାଉନ୍ ଏରିଆର ତାର ଡେଥ୍ ହେଇଛି। ସେମାନଙ୍କର ଯେଉଁ ରିଲେଟିଭ୍ସ କହିବା କଥା ହେଲା କି ସେ ଲେବର କ୍ଲାସ୍ କାମ କରେ। ସେ କେଉଁଠି କାମ କଲା ସମୟରେ ତାର ଇଲେକ୍ଟ୍ରିକ୍ୟୁସନ୍ ହେଇଛି, ତାକୁ ହସ୍ପିଟାଲ ଆଣିଲେ। ଏଠି ଯେଉଁ ଡକ୍ଟର ବି ଇମିଡ଼ିଏଟ୍ ତାକୁ ଟ୍ରିଟମେଣ୍ଟ ଦେଇଛନ୍ତି। ଆଉ ସେ ଡକ୍ଟର ଯେତେବେଳେ ଡେଥ୍ ଡିକ୍ଲେୟାର କଲେ ତା ସହିତ ଯେଉଁମାନେ ଆସିଥିଲେ ସେମାନେ ସଡ଼ନ୍ ପ୍ରଭୋକ୍ ହେଇକି ସେମାନେ ଗୋଟେ ଗ୍ଲାସ୍ ୱିଣ୍ଡୋ ଗ୍ଲାସ୍ ଗୋଟେ ଭାଙ୍ଗିଛନ୍ତି। କେଜୁଆଲିଟିର ଗୋଟେ ଗ୍ଲାସ୍ ଭାଙ୍ଗିଛନ୍ତି। ତାପରେ ଆମର ଫୋର୍ସ ଆସିକି ସମସ୍ତଙ୍କୁ କଣ୍ଟ୍ରୋଲ କରିଛନ୍ତି। ସିଚୁଏସନ୍ ନର୍ମାଲ୍ ଅଛି। ଆଉ ଏବେ ହସ୍ପିଟାଲ କର୍ତ୍ତୃପକ୍ଷ ରିପୋର୍ଟ ସେମାନେ ଦେଲେ ସାଙ୍ଗେ ସାଙ୍ଗେ ଆମେ କେସ୍ କରିକି ଫଲୋଅପ୍ ଆକ୍ସନ୍ ନେବୁ। ଏପର୍ଯ୍ୟନ୍ତ ଲେଖିକି ଦେଇନାହାନ୍ତି, ଆମେ କହିଛୁ ତାଙ୍କୁ ଲେଖିକି ଦେବା ପାଇଁ। ଲେଖିକି ସାଙ୍ଗେ ସାଙ୍ଗେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ଦେଖନ୍ତୁ ଏଇଟା ଲୋକମାନଙ୍କର ମାନସିକତାର ଅଭାବ ରହୁଛି। ସେମାନେ ଡାକ୍ତରମାନଙ୍କୁ ସେମାନେ ଆସିକି ସହଯୋଗ କରିବା କଥା। ସେମାନେ ଏ ପ୍ରକାର ଲୋକ ମାଇଣ୍ଡସେଟ୍ର କଥା ଆଉ କିଛି ନାହିଁ। କହୁଛି ସିନିୟର ମେଡ଼ିକାଲ ଅଫିସର। ଆକ୍ଚୁଆଲି 2:50 ଜଣେ ପେସେଣ୍ଟ ଆସିଥିଲେ ସୁରେଶ ହରିଜନ। ଇଲେକ୍ଟ୍ରିକ୍ୟୁସନ୍ ହେଇଥିଲା, ଇଲେକ୍ଟ୍ରିକ୍ ସକ୍ ଲାଗିକି ଆସିଥିଲେ। ଆଉ ତାଙ୍କୁ ନେସେସରୀ ଟ୍ରିଟମେଣ୍ଟ ଦିଆହେଇଥିଲା। ଆମ ଡକ୍ଟର ଅଭିଷେକ ତାକୁ ଚେକ୍ କରିଥିଲେ, ନେସେସରୀ ଟ୍ରିଟମେଣ୍ଟ ସବୁ ଦିଆହେଇଥିଲା। ତା ସାଙ୍ଗରେ ତାର ଆସିଲା ବେଳକୁ ତାର ହାର୍ଟବିଟ୍ ନଥିଲା କି ଲାଇଫ୍ର କୌଣସି ସାଇନ୍ସ ନଥିଲା। ସେଥିପାଇଁ ଯାହା ଆମର ପ୍ରୋଟୋକଲ୍ ଅନୁସାରେ ଟ୍ରିଟମେଣ୍ଟ ହେଇଥିଲା, CPR ଦିଆହେଇଥିଲା, ଲାଇଫ୍ ସେଭିଂ ଡ୍ରଗ୍ସ ଦିଆହେଇଥିଲା, କିନ୍ତୁ ସେ ରିଭାଇଭ୍ କରିନଥିଲେ। ଆଉ ଗୋଟେ ଅଧଘଣ୍ଟା ପରେ ତାଙ୍କୁ ବ୍ରଡ୍ ଡେଡ୍ ଡିକ୍ଲେୟାର କରାଯାଇଥିଲା ଆଫ୍ଟର ଡୁଇଂ ECG। ଯେତେବେଳେ ସେତେବେଳକୁ ଲୋକ କମ୍ ଥିଲେ, କିଛି ଅସୁବିଧା ହେଇନଥିଲା। କିନ୍ତୁ ତାପରେ ମୋର୍ ଦେନ୍ 100 ଲୋକ ଆସିକି ପାଟିତୁଣ୍ଡ କରିକି ସବୁ ଭଙ୍ଗାଭଙ୍ଗି କଲେ। ସେ ସାଙ୍ଗେ ସାଙ୍ଗେ ଆମେ ଥାନାକୁ ଜଣେଇଲୁ, ସଦର ଥାନା AICକୁ। ସେମାନେ ଷ୍ଟାଫ୍ ପଠାଇଲେ। ଏବେ କିନ୍ତୁ ସ୍ଥିତି ଅଛି, କଣ୍ଟ୍ରୋଲରେ ଅଛି। ମାନେ ମେଡ଼ିକାଲ କୌଣସି ପ୍ରକାର ଅବହେଳା ହେଇନି। ସେମାନେ ବି ଜାଣିଛନ୍ତି ସେଇଟା। ତାଙ୍କ ମାମୁଁ, ତାଙ୍କ ମାଆ, ତାଙ୍କର ଅଲଗା ସମସ୍ତେ ଜାଣିଛନ୍ତି କୌଣସି ପ୍ରକାର ଅବହେଳା ହେଇନି। ଚାଷ ବ୍ଲଡ୍ ଡେଡ୍ ଥିଲେ ଆଉ ତାଙ୍କୁ ସବୁ ଚିକିତ୍ସା କରାହେଲା, ରିଭାଇଭ୍ ପାଇଁ ଚେଷ୍ଟା କରାହେଲା। ଜଣେ ଡାକ୍ତର ଅଧଘଣ୍ଟା ପାଖରେ ରହିଲା। ଆଉ ତାପରେ ସେମାନେ ଯେଉଁ ପ୍ରକାର ଜିନିଷ ସବୁ କଲେ, ଏଇଟା ମାନେ କଷ୍ଟ ଦେଉଛି। ଆଉ ଆମର ସିକ୍ୟୁରିଟି କେମିତି ରହିବ, ଆଉଟଡୋରରେ କାଜୁଆଲିଟିରେ, ଇନଡୋରରେ ପେସେଣ୍ଟ ମ୍ୟାନେଜମେଣ୍ଟ କେମିତି ରହିବ, ଆଉ ଲିମିଟେଡ଼ ଲୋକ କେମିତି ଆଲାଓ କରାହେବ, ସେଇଟା ଗୋଟେ ଆମେ ଯଦି ନ କରିବା, ଆଜି ଗୁଡ଼ାଏ ପେସେଣ୍ଟ ଲାଇନ୍ରେ ଠିଆ ହେଲେ ତାଙ୍କ ଟ୍ରିଟମେଣ୍ଟ ହେଇପାରିଲାନି। ଯେଉଁ ପ୍ରକାର ଏଠି ଚାଲିଲା ନାଟକ, ଡାକ୍ତରକୁ ପେଲାପେଲି କଲେ, ଆମକୁ ପେଲାପେଲି କଲେ, ଆମ ଷ୍ଟାଫ୍ ନର୍ସମାନଙ୍କୁ ବାଡ଼ାଇବା ପାଇଁ ଚେଷ୍ଟା କଲେ। ସେମାନଙ୍କୁ ସିକ୍ୟୁରିଟି ମାନେ ରେସ୍କ୍ୟୁ କରିକି ଭିତରେ ରଖିଲେ। ମୁଁ ବି ପର୍ସନାଲି ଚେଷ୍ଟା କଲି ସିଚୁଏସନ୍ ଟିକେ କାମ୍ କରିବା ପାଇଁ। 3-4 ଥର ଗଲି, କିନ୍ତୁ ହେଇପାରିଲାନି। ମୋତେ ବି ଗୁଡ଼ାଏ ଜିନିଷ ଶୁଣିବାକୁ ପଡ଼ିଲା। ସେଇଟା ଓକେ, ଠିକ୍ ଅଛି। ଆମେ ଜଣେ ୟଙ୍ଗ ପିଲାଟେ ଡେଥ୍ ହେଇଯାଇଛି, ଆମେ ଶୁଣିବା, ସେତେ ଅସୁବିଧା କିଛି ନାହିଁ। କିନ୍ତୁ ଏ ପ୍ରକାର ଜିନିଷ ହେଲେ ଯଦି ସିକ୍ୟୁର ଫିଲ୍ ନ କରିବେ, ତାହେଲେ ଟ୍ରିଟମେଣ୍ଟ ହାମ୍ପର ହେବ ଫର୍ଦର ପେସେଣ୍ଟମାନଙ୍କର। ଯାହା ରେକର୍ଡ଼ରେ ଲେଖା ହେଇଛି, ଆକର୍ଡିଂ ଟୁ ରେକର୍ଡ଼, ତା ଏଜ୍ 30 ଇୟର୍ସ, 30 ବର୍ଷ। ସେଇଠି କାଚ ବାସ ସବୁ ଭାଙ୍ଗିଛନ୍ତି ଆଉଟଡୋରରେ। ଟ୍ରିଟମେଣ୍ଟ ହାମ୍ପର ହେଇଛି। ଏବେ କାଜୁଆଲିଟିର ଟ୍ରିଟମେଣ୍ଟ ହେଇପାରୁନି। ଏବେ ସେ ଜଣେ ମୁଁ ଆସିଲା ଜଣେ ମା, ସେ ସିରିୟସ୍ ଥିଲେ, ତାଙ୍କୁ ସାଙ୍ଗେ ସାଙ୍ଗେ ଆଣିକି ତାଙ୍କୁ ନିଜେ ରେସ୍କ୍ୟୁ କରିକି ନେଇ ଗଲୁ ୱାର୍ଡ଼କୁ। ଆଉଥରେ ଟ୍ରିଟମେଣ୍ଟ ବି ହାମ୍ପର ହେଲା ଗୁଡ଼ାଏ ପେସେଣ୍ଟମାନଙ୍କର। ପ୍ରପର ସିକ୍ୟୁରିଟି ଆଉ ଏଇ ଯେଉଁ ପେସେଣ୍ଟ କଣ୍ଟ୍ରୋଲ ହେବା ଦରକାର। ଏମିତି ଯେଉଁ ମାନେ ଆପଣ ଯଦି ପ୍ରାଇଭେଟକୁ ଯିବେ, ଆପଣ ଦେଖିବେ ଜଣେ ପେସେଣ୍ଟ ହିଁ ଯିବ, ସମସ୍ତଙ୍କୁ ସେମାନେ ବାହାର କରିଦେବେ। ଗଭର୍ଣ୍ଣମେଣ୍ଟ ସେଇଟା ପସିବଲ୍ ହେଉନି। ସେ ପ୍ରକାର କିଛି ଷ୍ଟ୍ରିକ୍ଟ ରୁଲ୍ ନ ଆସିବ, ଷ୍ଟ୍ରିଞ୍ଜେଣ୍ଟ ରୁଲ୍ ଆସିବ, ସେଇ ଅନୁସାରେ ଷ୍ଟାଫ୍ ଯଦି ଡିପ୍ଲୟ ନ ହେବେ, ତା ସାଙ୍ଗେ ଆମେ ଫାଷ୍ଟରୁ ବି ଆଉ ଥରେ ମୁଁ ଆପଣଙ୍କୁ କହିଥିଲି ଯେ ଆମକୁ ଫାଣ୍ଡି ଦରକାର। DHHରେ ଗୋଟେ ଫାଣ୍ଡି ଆମକୁ ଦରକାର। ଆମେ SPଙ୍କୁ ବି ରିକ୍ୱେଷ୍ଟ କରିଥିଲୁ, ସେତେବେଳେ କହିଥିଲୁ ଫାଣ୍ଡି ଗୋଟେ ଆମକୁ ଯାହା ହେଲେ ବି ଦରକାର। ଯଦି ଫାଣ୍ଡି ଗୋଟେ ଥାନ୍ତା ଏବେ ସାଙ୍ଗେ ସାଙ୍ଗେ, ତାହେଲେ ଏତେ ଅସୁବିଧା ହେଇନଥାନ୍ତା। ଆଉ ସିକ୍ୟୁରିଟି ଗାର୍ଡ଼ ମାନେ ତାଙ୍କର ବି ପ୍ରପର ଟ୍ରେନିଂ ଦରକାର, କେମିତି ମବ୍ କଣ୍ଟ୍ରୋଲ କରିବେ।